ପିଲାମାନେ ଆଜି ଆମେ ଗୋଟିଏ ଦରଖାସ୍ତ ଲେଖିବା ପାଇଁ ଶିଖିବା। ଛୁଟି ଦରଖାସ୍ତ ଓଡ଼ିଆରେ ଶିଖିବା, ତାପରେ ଇଂରାଜୀରେ ଶିଖିବା। ସାଧାରଣତଃ ଆମର ଯେଉଁ ଛୁଟି ଆମେ ନେଉ ସ୍କୁଲରେ କେମିତି ଲେଖିବା, ହେଡ଼ମାଷ୍ଟର ପାଖକୁ କେମିତି ଛୁଟି ଲେଖିବା ଏବଂ ଘରକୁ ଯିବା, କିମ୍ବା ଆମେ ଜ୍ୱର ଆସୁଛି, ପେଟ ବଥା ହେଉଛି, ମୁଣ୍ଡ ବଥା ହେଉଛି, କେମିତି ଆମେ ଛୁଟି ଦରଖାସ୍ତ ଦେବା ତାହା ମୁଁ ଆଲୋଚନା କରୁଛି। ଦେଖ, ତ ଯେତେବେଳେ ତୁମେ ମନେକର ଜ୍ୱର ଆସିଲ କି ମୁଣ୍ଡ ବଥା ହେଲା, ତୁମର ଜ୍ୱର ହେଲା କି ମୁଣ୍ଡ ବଥା ହେଲା, ତୁମେ ଆଜି ସ୍କୁଲକୁ ଯାଇପାରିନାହଁ, କାଲି ମଧ୍ୟ ତୁମେ ଦୁର୍ବଳତା ଯୋଗୁଁ ଆସି ସ୍କୁଲକୁ ଯାଇପାରିଲ ନାହିଁ, ପରଦିନ ତୁମେ ସ୍କୁଲକୁ ଗଲ ଏବଂ ଆପ୍ଲିକେସନଟିଏ ବା ଦରଖାସ୍ତଟିଏ ଦେଲ। ତାହେଲେ କେମିତି ଲେଖିବା ଏବଂ କେମିତି ଫର୍ମାଟ୍ରେ କେଉଁ ଜାଗାରେ କ'ଣ ଲେଖା ହେବ, କେଉଁଠି କମା ଦିଆଯିବ, ସେଗୁଡ଼ା ଆମେ ପଢ଼ିବା ଆଜି। ଦେଖ, ତୁମକୁ ମନେକର ମୁଣ୍ଡ ବଥା ହେଉଛି କି ଜ୍ୱର ହେଉଛି, ତୁମେ 2 ଦିନ ସ୍କୁଲ ଯାଇନାହଁ କି ଦିନେ ଯାଇନ, ତାହେଲେ କ'ଣ କରିବ, କେମିତି ଲେଖା ହେବ ଦେଖ। ଲେଖିବ ମାନନୀୟ, କମାଟିଏ ଦେବ, ପ୍ରଧାନ ଶିକ୍ଷକ ଯଦି ଲେଡ଼ିଜ୍ ଥିବେ ପ୍ରଧାନ ଶିକ୍ଷୟିତ୍ରୀ ବି ଲେଖିଦେଇପାର। ପ୍ରଧାନ ଶିକ୍ଷକ, ସରକାରୀ ଉପ୍ରା ବିଦ୍ୟାଳୟ, କୌଣସି ଗୋଟେ ସ୍କୁଲ ଥିବ, ଏଠି ଯେଉଁ ଗାଁ ଥିବ ସେଇ ଗାଁର ତୁମେ ଯେଉଁଠି ପଢ଼ୁଥିବ ସେଇଠି ତୁମେ ତୁମର ସ୍କୁଲ ନାଁଟା, ଗାଁ ନାଁଟା ଦେଇଦେବ। ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏଠି ତୁମେ ଗାଁ ନାଁଟା ଦେଇଦେବ। ଯେଉଁଠି କହିବ, ରାଇରଙ୍ଗପୁର, ବାଲେଶ୍ୱର କି କୌଣସି ଗୋଟେ ଗାଁରେ ପଢ଼ୁଛ ସେଇ ଗାଁ ନାଁଟା ଦେଇଦେବ, ଯେଉଁ ସ୍କୁଲରେ ତୁମେ ପଢ଼ୁଛ। ତା ତଳକୁ ଲେଖିବ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ, এইଭଳିଆ ଲେଖିବ, ବ୍ରାକେଟ୍ ଦେଇଦେବ। ତାପରେ କ'ଣ କରିବ, ଏଠି ମହାଶୟ ଲେଖିବ, କମା ଦେବ। ଠିକ୍ ଟିକେ ତଳକୁ ଲେଖିବ ନିବେଦନର କାରଣ ଏହିକି ମୋର, ମୁଁ ମୁଣ୍ଡ ବ୍ୟଥା ଲେଖିଦେଉଛି, ମୁଣ୍ଡ ବ୍ୟଥା, এই ଜାଗାରେ ତୁମେ ଚେଞ୍ଜ କରିପାର, ଜ୍ୱର ବି ଲେଖିପାର, ପେଟ ବଥା ବି ଲେଖିପାରିବ। ତାହେଲେ ଏଠି ମୁଣ୍ଡ ବଥା ଲେଖିବି, ହେଉଥିବାରୁ, ଟିକେ ଏଠି ଲେଖିବ, ଏଇଠୁ ଥିବାରୁ, ତାରିଖ 7/3/2024 ଲିଖ, এইଭଳିଆ ଲେଖିବ। 7/3/2024 ଲିଖ, ବିଦ୍ୟାଳୟରେ ଯୋଗଦାନ ଦେଇ ପାରିଲି ନାହିଁ। ତାପରେ ଟିକେ ଛାଡ଼ିକି ତଳୁ ଲେଖିବ ଏଣୁ ବିନୀତ ପ୍ରାର୍ଥନା କରେ କି ଆପଣ ଉକ୍ତ ଦିନଟିକୁ ଛୁଟି ମଞ୍ଜୁର କଲେ
ମୁଁ ଆପଣଙ୍କଠାରେ ଚିରୋପକୃତ ହେବି। ପୁରା ସର୍ଟରେ ମୁଁ ଲେଖିଦେଇଛି। ତା ତଳକୁ ଲେଖିବ ଆପଣଙ୍କର ଆଜ୍ଞାଧୀନ ଛାତ୍ର। ତ ଏଇଠି ମୁଁ କହି ରଖେ ଆପଣଙ୍କର ଆଜ୍ଞାଧୀନ ଛାତ୍ର ପୁଅମାନେ ଲେଖିବ। ଯଦି ଝିଅ ହେଇଥାଏ ତାହେଲେ ଆପଣଙ୍କର ଆଜ୍ଞାଧୀନା ଏଠି ନା ଏଠି ଛାତ୍ରୀ ଏମିତି ଲେଖିଦେବ। ଆଜ୍ଞାଧୀନା ଛାତ୍ରୀ, ଆଜ୍ଞାଧୀନ ଛାତ୍ର, ଆଜ୍ଞାଧୀନା ଛାତ୍ରୀ। ଏଠି ତୁମ ନାଁଟା ଲେଖିଦେବ। ମନେକର ରୋହିତ ସାହୁ, ଶ୍ରେଣୀ ଷଷ୍ଠ, ରୋଲ ନମ୍ବର ମନେକର 5। ଏପଟେ ତୁମେ ସ୍କୁଲ ନାଁଟା ଦେବ। ମନେକର ଲେଖିବ ସରକାରୀ ଉପ୍ରା ବିଦ୍ୟାଳୟ। ଏଠି ମନେକର ମୁଁ ଗୋଟେ ଲେଖିଦେଉଛି। ଏଠି ଲେଖୁଛି ବହଳଦା। ମନେକର ବହଳଦା, ତାହେଲେ ଏଠି ବି ଲେଖିଦେବ ବହଳଦା ଏବଂ ତାରିଖଟା ଲେଖିଦେବ। କେଉଁଦିନ ଛୁଟି ନେଇଥିଲ? 7/3 ଛୁଟି ନେଇଛ। ତାହେଲେ ଲେଖିବ କେତେ? 8 ତାରିଖ ଲେଖିବ। 8/3/2024। ତାହେଲେ ତୁମେ ଦିନେ ସ୍କୁଲ ଯାଇନ। ମନେକର 7 ତାରିଖ ଦିନ ତୁମେ ସ୍କୁଲ ଯାଇନ। ନେକ୍ସଟ ଦିନ ସ୍କୁଲକୁ ଯାଇଛ ଏବଂ ଦରଖାସ୍ତଟା ହେଡ଼ମାଷ୍ଟରକୁ ଦେଉଛ। କାହା ଥ୍ରୋରେ ଦେବ? ଶ୍ରେଣୀ ଶିକ୍ଷକ। ଯେତେବେଳେ ଶ୍ରେଣୀ ଶିକ୍ଷକ ତୁମକୁ ଉପସ୍ଥାନ ନେବେ ବା ପ୍ରେଜେଣ୍ଟ ପକାଇବେ ସେତେବେଳେ କ'ଣ କରିବ? ତୁମେ ତାଙ୍କୁ ଦରଖାସ୍ତଟିଏ ଦେବ। ତାଙ୍କ ଜରିଆରେ, ତାଙ୍କ ଥ୍ରୋରେ ସେ ପ୍ରଧାନ ଶିକ୍ଷକ ପାଖକୁ ସେ ଦରଖାସ୍ତ ପଳେଇଯିବ। ହେଲେ ମାନନୀୟ ଶ୍ରୀ ପ୍ରଧାନ ଶିକ୍ଷକ ସରକାରୀ ଉପ୍ରା ବିଦ୍ୟାଳୟ ବହଳଦା। ଏଠି ଆମେ କ'ଣ ଲେଖୁଥିଲୁ? ପ୍ରଥମେ ମାନନୀୟ ଶ୍ରୀଯୁକ୍ତ ଲେଖୁଥିଲୁ ଏଠି। କିନ୍ତୁ ଆଜିକାଲି ଯେଉଁ ଟିଚିଂ ହେଉଛି ବା ନୂଆ ଯେଉଁ ନିୟମ ଗୁଡ଼ିକ ଆସୁଛି, କୌଣସି ଗୋଟେ ପଦବୀ ପୂର୍ବରୁ ଆମର ଶ୍ରୀଯୁକ୍ତ କି ଶ୍ରୀମାନ କି ଶ୍ରୀମତୀ ଇତ୍ୟାଦି ଲାଗିବ ନାହିଁ। ଏଠି ପ୍ରଧାନ ଶିକ୍ଷକଟା ଗୋଟେ ପଦବୀ। ତେଣୁ ମାନନୀୟ ପ୍ରଧାନ ଶିକ୍ଷକ ଖାଲି ଲେଖିବ। ଆଗରୁ ଶ୍ରୀଯୁକ୍ତ ଲେଖା ହେଉଥିଲା, କିନ୍ତୁ ଏବେ ତୁମେ ପ୍ରଧାନ ଶିକ୍ଷକ ଲେଖିବ ଖାଲି। ସରକାରୀ ଉପ୍ରା ବିଦ୍ୟାଳୟ ବହଳଦା, ଶ୍ରେଣୀ ଶିକ୍ଷକଙ୍କ ଜରିଆରେ। ନିବେଦନର କାରଣ ଏହିକି ମୋର ମୁଣ୍ଡ ବଥା ହେଉଥିବାରୁ ତାରିଖ 7/3/2024 ତାରିଖ ବିଦ୍ୟାଳୟରେ ଯୋଗଦାନ ଦେଇ ପାରିଲି ନାହିଁ। ଏଣୁ ବିନୀତ ପ୍ରାର୍ଥନା କରେ କି ଆପଣ ଉକ୍ତ ଦିନଟିକୁ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କଠାରେ ଚିରୋପକୃତ ହେବି। ଆପଣଙ୍କର ଆଜ୍ଞାଧୀନ ଛାତ୍ର ରୋହିତ ସାହୁ, ଶ୍ରେଣୀ ଷଷ୍ଠ, ରୋଲ ନମ୍ବର 5। ଏପଟେ ଲେଖିଦେବ ସରକାରୀ ଉପ୍ରା ବିଦ୍ୟାଳୟ ବହଳଦା, ତାରିଖ 8। କାହିଁକିନା ଏଠି 7 ତାରିଖ ତୁମେ ଇଏ କରିଛ, ଏଠି 8 ତାରିଖ ତୁମର ଆପ୍ଲିକେସନଟିଏ ଦେଲ। ତାହେଲେ ଏଇଠି ପୁଣି ଆଉ ଗୋଟେ କଥା କହି ରଖେ ଯେ ଯଦି ତୁମେ ଛୁଟି ଦରଖାସ୍ତ ତୁମକୁ ଶ୍ରେଣୀରେ ମୁଣ୍ଡ ବଥା ହେଲା, ସ୍କୁଲକୁ ଯାଇଛ, ସ୍କୁଲରେ ତୁମର ଦେହ ଅସୁସ୍ଥ ହେଲା ବା ମୁଣ୍ଡଟା ବଥା କଲା, ସେଇଠି କେମିତି ଲେଖିବ? ଏଭଳିଆ ଲେଖିଦେଲେ ଭୁଲ ହେଇଯିବ। ତାହେଲେ ସେଠି କ'ଣ ଲେଖିବ? ଟିକେ ଚେଞ୍ଜ କରିଦେବା। ଦେଖ, ସେଇଭଳିଆ ଲେଖିବ ମାନନୀୟ ପ୍ରଧାନ ଶିକ୍ଷକ ସରକାରୀ ଉପ୍ରା ବିଦ୍ୟାଳୟ ବହଳଦା, ସରକାରୀ ଉପ୍ରା ବିଦ୍ୟାଳୟ ବହଳଦା, ଶ୍ରେଣୀ ଶିକ୍ଷକଙ୍କ ଜରିଆରେ। ନିବେଦନର କାରଣ ଏହିକି ମୋର ମୁଣ୍ଡ ବଥା ହେଉଥିବାରୁ, ଏଇଠି ଆମେ ବଦଳ କରିଦେବା।
এইଠି ଆମେ ବଦଳ କରିଦେବା। এই ଜାଗାଟାକୁ ଆମେ ବଦଳ କରିଦେବା। ନିବେଦନର କାରଣ ଏହିକି ମୋର ମୁଣ୍ଡ ବଥା ହେଉଥିବାରୁ ଶ୍ରେଣୀରେ ବସିବା ଅକ୍ଷମତା ପ୍ରକାଶ କରୁଅଛି। ଏଣୁ ତୃତୀୟ ପିରିୟଡ଼ରୁ ଛୁଟି ନେବା ପାଇଁ ଚାହୁଁଛି। ଇଚ୍ଛା ପ୍ରକାଶ କରୁଛି। ଇଚ୍ଛା ପ୍ରକାଶ କରୁଛି। ଏଇଭଳିଆ ଲେଖିଲ। ତାପରେ ଯାହା ଅଛି ଦେଖ ଏଠି, ଏଣୁ ବିନୀତ ପ୍ରାର୍ଥନା କରେ କି ଆପଣ ଉକ୍ତ ଦିନଟିକୁ ଯେଉଁ ଲେଖା ହେଇଛି ଏଠି କ'ଣ କରିବ, ଆପଣ ତୃତୀୟ ପିରିୟଡ଼ରୁ ଶେଷ ପିରିୟଡ଼ ପର୍ଯ୍ୟନ୍ତ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କ ଠାରେ ଚିରୋପକୃତ ହେବି। ଟିକେ ଖାଲି ବଦଳ କରିଦେବ, କାହିଁକିନା ଏଇଟା ସ୍କୁଲରେ ତୁମର ମୁଣ୍ଡ ବଥା ହେଇଛି। ତେଣୁ ଲେଖିବ କ'ଣ, ମାନନୀୟ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ବହଡ଼ା ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ମହାଶୟ, ନିବେଦନର କାରଣ ଏହିକି ମୋର ମୁଣ୍ଡ ବଥା ହେଉଥିବାରୁ ଶ୍ରେଣୀରେ ବସିବା ଅକ୍ଷମତା ପ୍ରକାଶ କରୁଅଛି। ଏଣୁ ତୃତୀୟ ପିରିୟଡ଼ରୁ ଛୁଟି ନେବା ପାଇଁ ଇଚ୍ଛା ପ୍ରକାଶ କରୁଛି। ଏଣୁ ବିନୀତ ପ୍ରାର୍ଥନା କରେ କି ଆପଣ ତୃତୀୟ ପିରିୟଡ଼ରୁ ଶେଷ ପିରିୟଡ଼ ପର୍ଯ୍ୟନ୍ତ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କ ଠାରେ ଚିରୋପକୃତ ହେବି। ଏପଟେ ଆଉ କିଛି ବଦଳିବ ନାହିଁ। ତୁମେ ଯେଉଁ ଦିନ ଛୁଟି ନେବ ଏଠି ଆଉ କିଛି ଡେଟ୍ ନେବା ଦରକାର ନାହିଁ। ଏଠି ତୁମେ ଡେଟ୍ଟା ଦେଇଦେବ ଏବଂ ଯାହା ଲେଖା ହେଇଛି ଏପଟେ, ଆପଣଙ୍କ ଆଜ୍ଞାଧୀନ ଛାତ୍ର ରୋହିତ ସାହୁ, ଶ୍ରେଣୀ ଷଷ୍ଠ, ରୋଲ୍ ନମ୍ବର 5, ଏଇଭଳିଆ ଯାହା ଅଛି ଟିକେ ଖାଲି ଏଇଠି ବଦଳେଇ ଦେବ। ହେଡ଼ିଂ ଠିକ୍ ଅଛି, ମାନନୀୟ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ବହଡ଼ା ଯାହା ଲେଖା ହେଇଛି ଏଗୁଡ଼ା ସବୁ ଠିକ୍ ଲେଖିବ। ଖାଲି ଏଇପଟେ ଟିକେ ଚେଞ୍ଜ କରିଦେବ ଏବଂ ଏଠି ଟିକେ ଚେଞ୍ଜ କରିଦେବ। ହେଇଗଲା। ତାହେଲେ ଆମେ ଆଜି ଦୁଇଟି ଦରଖାସ୍ତ ଶିଖିଲୁ। କେଉଁ ଦରଖାସ୍ତଟା? ଗୋଟିଏ, ତୁମେ ସ୍କୁଲକୁ ଯାଇନ, ଆଗ ଦିନ ତୁମକୁ ଜ୍ୱର ଆସିଛି, ତୁମେ ନେକ୍ସଟ ଦିନ ସ୍କୁଲକୁ ଯାଇଛ ଏବଂ ତୁମେ ଶ୍ରେଣୀ ଶିକ୍ଷକକୁ ଦରଖାସ୍ତଟିଏ ଦେଲ। ନେକ୍ସଟ ଆଉ ଗୋଟେ କ'ଣ ଶିଖେଇଲି, ତୁମେ ପ୍ରେଜେଣ୍ଟ ସ୍କୁଲରେ ଅଛ, ସ୍କୁଲ ଉପସ୍ଥିତିରେ ତୁମକୁ ମୁଣ୍ଡ ବଥା ହେଲା, ତାହେଲେ ତୁମେ ଏଇଟା ଏପରିଆ ଲେଖିଦେବ। ବୁଝିହେଲା? ଆଜିକାଲି ଭିଡ଼ିଓ ନିହାତି ତୁମକୁ ଭଲ ଲାଗିଥିବ ଏବଂ ନିଶ୍ଚୟ ତୁମେ ଏଇଟା ଶିଖିଯିବ ବୋଲି ଆଶା କରେ। ଆଜି ମୁଁ ସାହିତ୍ୟର ଯେଉଁ ଛୁଟି ଦରଖାସ୍ତ ସ୍କୁଲରେ ପଡ଼େ, ଆନୁଆଲ୍ ଏକ୍ଜାମ୍ସ ପଡ଼େ, ଦିନେ ପରେ ଆମର ପରୀକ୍ଷା ହେବାକୁ ଯାଉଛି। ଏଣୁ ନିଶ୍ଚୟ ଏଗୁଡ଼ାକୁ ମୁଖସ୍ଥ ଟାଇପ୍ର କରିଦେବ। ମୁଖସ୍ଥ ତ କରିବ ନାହିଁ କହିବି, ଏହାକୁ ମନେ ରଖିଦେବ ଏବଂ ଯଦି ପଢ଼ିଲେ ତୁମେ ଅକ୍ରେଶରେ ଲେଖିଦେଇ ପାରିବ। ତେଣୁ ଏଗୁଡ଼ିକ ଦେଖିକି ଟିକେ ପ୍ରାକ୍ଟିସ୍ କର, କେବେ ବି ଆଉ ଦରଖାସ୍ତ ଲେଖିବା ପାଇଁ ଭୁଲ ହେବ ନାହିଁ। ଧନ୍ୟବାଦ।